T20 ବିଶ୍ୱକପ୍ ପାଇଁ ଘୋଷଣା କଲା କଙ୍ଗାରୁ ଦଳ। କଙ୍ଗାରୁ ଦଳ ମାନେ ଅଷ୍ଟ୍ରେଲିଆ ଦଳ। ଆଜ୍ଞା, ସ୍ୱାଗତ କରୁଛି ଆପଣଙ୍କୁ ପ୍ରଧାନ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲ। ଆଉ ଏଇଟା ହେଉଛି ପ୍ରଧାନ ନ୍ୟୁଜ୍ ଓଡ଼ିଶାର ଗୋଟେ ଖେଳ ଖବର। କିନ୍ତୁ ଆପଣଙ୍କୁ ଏଠାରେ ଓଡ଼ିଶାର ଏବଂ ଦେଶ ବିଦେଶର ବିଭିନ୍ନ ଖବର ଫଳାଫଳ ମିଳିଯାଏ। ଏବେ ଆଗାମୀ T20 ବିଶ୍ୱକପ୍ ପାଇଁ ଦଳ ଘୋଷଣା ହୋଇଯାଇଛି। ଏହି ଦଳରେ କିଏ କିଏ ଅଛନ୍ତି ଆପଣମାନେ ଜାଣନ୍ତୁ ଏବଂ କାହାକୁ ଦିଆଯାଇଛି ବିଦା ମଧ୍ୟ ଜାଣନ୍ତୁ। ପ୍ୟାଟ୍ କମିନ୍ସ ଏବଂ ଜୋସ୍ ହାଜେଲଙ୍କୁ ସାମିଲ କରାଯାଇଥିବା ବେଳେ କ୍ୟାପ୍ଟେନ୍ ରହିଛନ୍ତି ମିଚେଲ୍ ମାର୍ଶ। ଏବେ ଆହତଜନିତ ସମସ୍ୟାରେ ଯୁଝି ହେଉଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଯାଇଛି। କୁହାଯାଉଛି କମିନ୍ସଙ୍କ ବ୍ୟତୀତ ହାଜେଲଉଡ୍ ଏବଂ ଟିମ୍ ଡେଭିଡ୍ ମଧ୍ୟ ଆହତ ଅବସ୍ଥାରୁ ସୁସ୍ଥ ହେଉଛନ୍ତି। ତେଣୁ ଚୟନକର୍ତ୍ତାମାନେ ନିଶ୍ଚିନ୍ତ ଅଛନ୍ତି ଯେ ବିଶ୍ୱକପ୍ ସୁଦ୍ଧା ଏହି ତିନି ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ। ଅଷ୍ଟ୍ରେଲିଆ ଦଳର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି ଯେ ଦଳ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଅଛି ଏବଂ ଆବଶ୍ୟକ ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପରିବର୍ତ୍ତନ କରାଯାଇପାରେ। ତେବେ ସ୍ପିନ୍ ଅନୁକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାମହାତି ସ୍ପିନର ମାଥ୍ୟୁ କୁନେମାନ୍ ଏବଂ ଯୁବ ଅଲରାଉଣ୍ଡର କୁପର କନେଲିଙ୍କୁ 15 ଜଣିଆ ଦଳରେ ସାମିଲ କରାଯାଇଛି। ଏସହିତ ଅଭିଜ୍ଞ ଲେଗ୍ ସ୍ପିନର ଆଡମ ଜାମ୍ପା ଏବଂ ସ୍ପିନ୍ ବିକଳ୍ପ ଭାବେ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଦଳରେ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆ ଟିମ୍ରେ କୌଣସି ବାମହାତି ଫାଷ୍ଟ ବୋଲର ରହିନାହାନ୍ତି। T20 କ୍ରିକେଟର ଅବସର ନେଇଥିବା ମିଚେଲ୍ ଷ୍ଟାର୍କଙ୍କ ପରେ ଦଳରେ କୌଣସି ବାମହାତି ଦ୍ରୁତ ବୋଲରକୁ ବିଶ୍ୱକପ୍ ଦଳରେ ଚୟନ କରିନି ଅଷ୍ଟ୍ରେଲିଆ। କିନ୍ତୁ ବିଶ୍ୱକପ୍ ପାଇଁ ଦଳ ଯେଉଁ ଚୟନ ହୋଇଛି ସେଇ ଦଳକୁ ଆପଣମାନେ ସମ୍ପୂର୍ଣ୍ଣ ରୂପେ ଜାଣିବେ। ଦଳରେ ଅଛନ୍ତି ମିଚେଲ୍ ମାର୍ଶ, ଜାଭିୟର ବାର୍ଟଲେଟ୍, କୁପର କନେଲି, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, କ୍ୟାମରନ୍ ଗ୍ରୀନ୍, ନାଥନ୍ ଏଲିସ୍, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିଶ, ମାଥ୍ୟୁ କୁନେମାନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାଥ୍ୟୁ ସଟ୍, ମାର୍କସ୍ ଷ୍ଟୋଇନିସ୍ ଆଉ ଆଡମ ଜାମ୍ପା। କିନ୍ତୁ ଆମେ ଦେଖା ହେବ ଅନ୍ୟ ଏକ ନ୍ୟୁଜ୍ ଅପଡେଟ୍ ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।